ସିନ୍ଧୁ ଜଳ ରୋକିଲେ ପରମାଣୁ ଯୁଦ୍ଧ, ବିଲୱାଲାଙ୍କ ଚେତାବନୀ। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସିନ୍ଧୁ ଜଳ ଚୁକ୍ତି ବିବାଦ ଏବେ ଗମ୍ଭୀର ମୋଡ଼ ନେଇଛି। ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲୱାଲା ଭୁଟ୍ଟୋ ଏହି ପ୍ରସଙ୍ଗରେ ସିଧାସଳଖ ପରମାଣୁ ଯୁଦ୍ଧର ଆଶଙ୍କା ପ୍ରକଟ କରି ଭାରତକୁ ଚେତାବନୀ ଦେଇଛନ୍ତି। ପାକିସ୍ତାନର ସିନ୍ଧୁ ନଦୀ ଜଳକୁ ରୋକିବା ପାଇଁ କରାଯାଉଥିବା ଯେକୌଣସି ପ୍ରୟାସକୁ ଦେଶର ଜାତୀୟ ସୁରକ୍ଷା ଓ ଅସ୍ତିତ୍ୱ ପ୍ରତି ଏକ ବଡ଼ ବିପଦ ଭାବେ ଗ୍ରହଣ କରାଯିବା ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ନିଜର ଜଳ ଅଧିକାର ସୁରକ୍ଷା ପାଇଁ ପରମାଣୁ ଆକ୍ରମଣ ଭଳି ଚରମ ପଦକ୍ଷେପ ନେବାକୁ ପଛାଇବ ନାହିଁ ବୋଲି ବିଲୱାଲା ସ୍ପଷ୍ଟ କରିଛନ୍ତି। ଇସଲାମାବାଦରେ ଆୟୋଜିତ ଏକ ଆନ୍ତର୍ଜାତିକ ସେମିନାରରେ ଉଦ୍ବୋଧନ ଦେଇ ବିଲୱାଲା କହିଛନ୍ତି ଯେ ଏହି ବିବାଦକୁ କେବଳ ପରିବେଶ କିମ୍ବା କୂଟନୈତିକ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ। ଏହା ସିଧାସଳଖ ପାକିସ୍ତାନ ବଞ୍ଚିବା ଓ ଅର୍ଥନୀତି ସହ ଜଡ଼ିତ। ପାକିସ୍ତାନର ପରମାଣୁ ନୀତିର ଉଦାହରଣ ଦେଇ ସେ କହିଛନ୍ତି, ଯଦି କୌଣସି ପରିସ୍ଥିତିରେ ଦେଶର ଅର୍ଥନୀତି ସ୍ଥାଣୁ କରିବାକୁ ଚେଷ୍ଟା କରାଯାଏ କିମ୍ବା ଜଳପଥ ଅବରୋଧ କରାଯାଏ, ତେବେ ତାହା ପରମାଣୁ ପ୍ରତିକ୍ରିୟାକୁ ଆମନ୍ତ୍ରଣ କରିବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଭାରତର ନୋ ଫାଷ୍ଟ ୟୁଜ୍ ନୀତି ଥିବାବେଳେ ପାକିସ୍ତାନର ଏଭଳି କୌଣସି ପ୍ରତିବଦ୍ଧତା ନାହିଁ। ଦେଶର ସୁରକ୍ଷା ପ୍ରତି ବଡ଼ ବିପଦ ଦେଖାଦେଲେ ପାକିସ୍ତାନ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ପରମାଣୁ ପ୍ରତିରୋଧକ ବ୍ୟବସ୍ଥା ଆଧାରରେ ପ୍ରଥମେ ଆକ୍ରମଣ କରିବାର ବିକଳ୍ପ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଜବାବରେ ଗତବର୍ଷ ଭାରତ 1960 ମସିହାରୁ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ଭାରତର ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ଘାତକ ହୋଇଛି, କାରଣ ଦେଶର ପ୍ରାୟ 80% ଚାଷ ଜମି ସିନ୍ଧୁ ନଦୀ ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ଏହି କାରଣରୁ ପାକିସ୍ତାନ ଏବେ ବିଶ୍ୱ ସମୁଦାୟ ଦୃଷ୍ଟି ଆକର୍ଷଣ କରିବାକୁ ଏହି ସେମିନାର ଆୟୋଜନ କରିଥିଲା, ଯେଉଁଠାରେ ଭୁଟ୍ଟୋ ଭାରତ ଉପରେ ଜଳକୁ ଏକ ଚାପ ପ୍ରୟୋଗର ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଥିଲେ। ଭୁଟ୍ଟୋ ନିଜ ଭାଷଣରେ କହିଥିଲେ, ସିନ୍ଧୁ ନଦୀ କୌଣସି ବୁଝାମଣାର ମାଧ୍ୟମ ନୁହେଁ, ଏହା ପାକିସ୍ତାନର ଜୀବନରେଖା। ଯଦି କେହି ଭାବୁଥାନ୍ତି ଯେ ପାକିସ୍ତାନ ନିଜର ଜଳ ଅଧିକାର ସମର୍ପଣ କରିଦେବ, ତେବେ ସେମାନେ ସିନ୍ଧ, ପଞ୍ଜାବ, ବେଲୁଚିସ୍ତାନ, ଖାଇବର ପାଖତୁନଖୋା, କାଶ୍ମୀର ଏବଂ ଗିଲଗିଟ୍ ବାଲ୍ଟିସ୍ତାନ ଜନତାକୁ ଚିହ୍ନି ନାହାନ୍ତି। ପାକିସ୍ତାନ ନିଜର ଜଳ ସାର୍ବଭୌମତ୍ୱ ଓ ଭବିଷ୍ୟତର ସୁରକ୍ଷା ପାଇଁ ମିଳିତ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ସିନ୍ଧୁ ଜଳକୁ ନେଇ ପାକିସ୍ତାନ ଏଭଳି ପରମାଣୁ ଧମକ ପରେ ଭାରତ ପାକିସ୍ତାନ ମଧ୍ୟରେ ସାମରିକ ତଥା କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରହିଛି। ସୂଚନାଯୋଗ୍ୟ, ପୂର୍ବରୁ 2025 ଏପ୍ରିଲ ମାସରେ ଯେତେବେଳେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଥିଲା, ସେତେବେଳେ ମଧ୍ୟ ଭୁଟ୍ଟୋ ଭାରତକୁ ଚେତାବନୀ ଦେଇଥିଲେ। ସେହି ସମୟରେ ସେ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇ କହିଥିଲେ ଯେ ସିନ୍ଧୁ ନଦୀ ଆମର ଏବଂ ଆମର ହୋଇ ରହିବ। ଏଥିରେ ଆମର ପାଣି ବହିବ, ନଚେତ୍ ସେମାନଙ୍କ ରକ୍ତ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଜୟ ଜଗନ୍ନାଥ।